ମାଲକାନଗିରି ଜିଲ୍ଲାର ପିଲାମାନଙ୍କ ପାଇଁ ବହୁତ ବଡ଼ ଖୁସିର ଖବର। ଆପଣମାନେ ସମସ୍ତେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଏହି ଟିଚର ଜବ୍ ପାଇଁ ଆପଣମାନେ ଆପ୍ଲାଏ କରନ୍ତୁ। ଆପଣମାନଙ୍କର ନିଶ୍ଚୟ ଚାକିରିଟା ହେଇଯିବ। ଆପଣମାନେ ଦେଖିପାରୁଥିବେ ଏକଲବ୍ୟ ମଡ଼େଲ ରେସିଡେନ୍ସିଆଲ ସ୍କୁଲ ମାଲକାନଗିରିରେ ଆପଣମାନଙ୍କର ବହୁତ ସାରା ଆଉ ସବଜେକ୍ଟରେ ଆପଣମାନଙ୍କର ଭ୍ୟାକେନ୍ସି ବାହାରିଛି। ପିଜିଟି ପୋଷ୍ଟ ଆଉ ଟିଜିଟି ପୋଷ୍ଟ ଆପଣମାନଙ୍କର ବାହାରିଛି। ପିଜିଟି ପୋଷ୍ଟ ଆପଣମାନଙ୍କର ଦେଖିପାରୁଥିବେ ପିଜିଟି ଇଂଲିଶ, ପିଜିଟି ମ୍ୟାଥ୍, ପିଜିଟି ଫିଜିକ୍ସ, ପିଜିଟି ହିଷ୍ଟ୍ରି, ଏତିକି ଆପଣମାନଙ୍କର ପିଜିଟି ପୋଷ୍ଟ ଆପଣମାନଙ୍କର ରହୁଛି। ତାପରେ ଆପଣମାନେ ଟିଜିଟି ହିନ୍ଦୀ, ଟିଜିଟି ଇଂଲିଶ, ଟିଜିଟି ମ୍ୟାଥ୍, ଟିଜିଟି ଓଡ଼ିଆ, ଟିଜିଟି ସୋସିଆଲ ସାଇନ୍ସ, ଟିଜିଟି ସାଇନ୍ସ, ଟିଜିଟି ମ୍ୟୁଜିକ୍, ଟିଜିଟି ଆର୍ଟ, ପିଇଟି ଫିମେଲ୍, ପିଇଟି ମେଲ୍, ତାପରେ ଲାଇବ୍ରେରିଆନ୍ ଆପଣମାନଙ୍କର ଏତେ ଟିଜିଟି ପୋଷ୍ଟ ମଧ୍ୟ ଆପଣମାନଙ୍କର ରହୁଅଛି। ତ ଆପଣମାନେ ସମସ୍ତେ କ'ଣ କରିପାରିବେ, ଆପ୍ଲାଏଟା ଆପଣମାନେ କରିପାରିବେ। ଆପଣମାନଙ୍କୁ ମୁଁ କହିଦେବା ପାଇଁ ଚାହିଁବି ଆପଣମାନଙ୍କର ଯେଉଁ ପିଜିଟି ପୋଷ୍ଟ ଆପଣମାନଙ୍କର ରହୁଛି, ପିଜିଟି ମାନେ କ'ଣ, ଯେଉଁମାନେ କି ପିଜି ଆଉ ବିଏଡ଼୍ କରିଛନ୍ତି ସେମାନଙ୍କୁ କ'ଣ ବୋଲି କୁହାଯାଏ, ପିଜିଟି ବୋଲି କୁହାଯାଏ। ତ ସେମାନଙ୍କର ସାଲାରୀ ରହିବ 45,000। ଆଉ ଯେଉଁମାନେ କେବଳ ବିଏଡ଼୍ କରିଛନ୍ତି ଟିଜିଟି ପୋଷ୍ଟ ପାଇଁ ସେମାନେ ଆପ୍ଲାଏ କରିପାରିବେ ଆଉ ସେମାନଙ୍କୁ ମାସକୁ 42,000 ଟଙ୍କା ସେମାନଙ୍କୁ ଦିଆଯିବ। ତ ଆପଣମାନେ ଆପ୍ଲାଏ କେମିତି କରିବେ? ତ ସର୍ବପ୍ରଥମେ ଆପଣମାନେ କ'ଣ କରିବେ, ଏହି ପିଡ଼ିଏଫ୍ର ତଳକୁ ଆସିଯିବେ। ପିଡ଼ିଏଫ୍ରୁ ତଳକୁ ଆସିଗଲା ପରେ ଏହି ଜାଗାରେ କେଉଁ ପୋଷ୍ଟ ପାଇଁ ଆପଣମାନେ ଆପ୍ଲାଏ କରୁଛନ୍ତି, ପିଜିଟି ଇଂଲିଶ ପୋଷ୍ଟ ପାଇଁ ଆପ୍ଲାଏ କରୁଛନ୍ତି ନା ଟିଜିଟି ସୋସିଆଲ ସାଇନ୍ସ ପାଇଁ ଆପ୍ଲାଏ କରୁଛନ୍ତି ନା ଯେକୌଣସି ପୋଷ୍ଟ ପାଇଁ ଆପଣମାନଙ୍କର ଲେଖିଦେବେ, ନିଜର ଫଟୋ ଲଗାଇଦେବେ, ନିଜର ନାମ ଲେଖିଦେବେ, ଫାଦର୍ସ ନେମ୍, ମଦର୍ସ ନେମ୍, ନିଜର ଆଡ୍ରେସଟା, ପିନ୍କୋଡ଼୍, ପରମାନେଣ୍ଟ ଆଡ୍ରେସ୍, ପିନ୍କୋଡ଼୍, କଣ୍ଟାକ୍ଟ ନମ୍ବର, ଡେଟ୍ ଅଫ୍ ବାର୍ଥ, ନ୍ୟାସନାଲିଟି ମାନେ ଇଣ୍ଡିଆନ୍, ବୁଝିଲା ନା ନାହିଁ। ତାପରେ ଆପଣମାନଙ୍କର କାଷ୍ଟ କ'ଣ, ଆପଣ ମ୍ୟାରେଜ୍ ନା ଅନମ୍ୟାରେଜ୍, ତାପରେ ଆପଣମାନଙ୍କର ଏଜୁକେସନ୍ କ୍ୱାଲିଫିକେସନ୍ ମାନେ ଆପଣମାନଙ୍କର 10th ଆରମ୍ଭ କରି 10th, +2, +3, ବିଏଡ଼୍, ଆପଣମାନେ ଯଦି ପିଜି କରିଛନ୍ତି ମାନେ ପିଜି, ତାପରେ ଆପଣମାନଙ୍କର କମ୍ପ୍ୟୁଟର ନଲେଜ୍ ଅଛି ନା ନାହିଁ, ବୁଝିଲା ନା ନାହିଁ। ଯଦି ଅଛି ୟେସ୍, ଯଦି ନାହିଁ ନୋ, ଏମିତି ଆପଣମାନେ ଲେଖିବେ। ଏଇ ସାଇଡ଼୍ରେ ଗୋଟେ ଫୁଲ୍ ସିଗ୍ନେଚର୍ଟା ଆପଣମାନେ କରିବେ, ବୁଝିଲା ନା ନାହିଁ। ତ ଆପଣମାନଙ୍କୁ ସମସ୍ତଙ୍କୁ କହି ରଖିବା ପାଇଁ ଚାହିଁବି ଏହି ଯେଉଁ ଜବ୍ର ଭ୍ୟାକେନ୍ସି ବାହାରିଛି ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ନା, ଲେଖାଯାଇଛି କ'ଣ, କ୍ୟାଣ୍ଡିଡେଟ୍ ଆର୍ ଇନଷ୍ଟ୍ରକ୍ଟେଡ୍ ସବମିଟ୍ ଏ ସେଟ୍ ଅଫ୍ ସେଲ୍ଫ ଆଟେଷ୍ଟେଡ୍ ଜେରକ୍ସ କପି ଅଫ୍ ଅରିଜିନାଲ୍ ଡକୁମେଣ୍ଟ। ଆପଣମାନଙ୍କର 10th, +2, +3, କାଷ୍ଟ ସାର୍ଟିଫିକେଟ୍ ଯେକୌଣସି ବିଷୟ ଅଛି ତା'ର ସବୁ ବିଷୟର ଜେରକ୍ସ ଆପଣମାନେ ନେଇକି 25 ତାରିଖ, ଦେଖନ୍ତୁ ଏପ୍ରିଲ 25 ତାରିଖ ମାନେ 2025 ଏମାନେ ଦେଇଛନ୍ତି, ଭୁଲ କରିଛନ୍ତି ଲେଖିବାରେ, କିନ୍ତୁ 2026 ଟାଇପିଂ କରିବାରେ ଭୁଲ କରିଛନ୍ତି। 25/4/2026 ମାନେ କ'ଣ, ଏପ୍ରିଲ 25 ତାରିଖ ଦିନ ଆପଣମାନେ କ'ଣ କରିପାରିବେ, ତା ପୂର୍ବରୁ ଆପଣମାନେ କ'ଣ କରିପାରିବେ, ସବମିଟ୍ କରିପାରିବେ। ତ ଆଜି ହେଇଗଲା କେତେ, 20 ତାରିଖ, ଏପ୍ରିଲ 20 ତାରିଖ ଆଜି। ତ ଆଉ କ'ଣ 5 ଦିନ ଆପଣମାନଙ୍କ ପାଖରେ ସମୟ ରହିଲା। ତ ଆପଣମାନେ କ'ଣ କରନ୍ତୁ, ଏପ୍ରିଲ 25 ତାରିଖ ସୁଦ୍ଧା ଆପଣମାନେ କ'ଣ କରନ୍ତୁ, ଯାଇକି ଆପଣମାନେ ସବମିଟ୍ କରିଦିଅନ୍ତୁ। ତ ଆପଣମାନେ କ'ଣ କରିପାରିବେ, ବାଇ ହ୍ୟାଣ୍ଡ ଆପଣମାନେ ଦେଇପାରିବେ, ନିଜେ ମଧ୍ୟ ଆପଣମାନେ ଯାଇକି ଆପଣମାନେ ଏଇ ଏକଲବ୍ୟ ମଡ଼େଲ ରେସିଡେନ୍ସିଆଲ ସ୍କୁଲ, ତାପରେ କ'ଣ ଦେଇଛି ଆପଣମାନେ ଦେଖିନିଅନ୍ତୁ, 8 ମେଣ୍ଡୁକୁଲି, ପୋଷ୍ଟ ମାଥିଲି, ଡିଷ୍ଟ ମାଲକାନଗିରି, ପିନ୍କୋଡ଼୍ 764044। ଏଇ ଜାଗାରେ ଆପଣମାନେ ଯାଇକି କ'ଣ କରିପାରିବେ, ବାଇ ହ୍ୟାଣ୍ଡ ଆପଣମାନେ ଦେଇପାରିବେ, କିମ୍ବା ଆପଣମାନେ ଯଦି ଦୂରର ଲୋକ, ନବରଙ୍ଗପୁର ଡିଷ୍ଟ୍ରିକ୍ଟର ଲୋକ କିମ୍ବା କଳାହାଣ୍ଡି କିମ୍ବା ଯେକୌଣସି ଦୂରର ଲୋକ ଯଦି ଆପଣମାନେ ଦେଖୁଛନ୍ତି ତାହେଲେ ଆପଣମାନେ ଏହି ଯେଉଁ ଆଡ୍ରେସ୍ ଅଛି ଏକଲବ୍ୟ ମଡ଼େଲ ରେସିଡେନ୍ସିଆଲ ସ୍କୁଲ 8 ମେଣ୍ଡୁକୁଲି, ପୋଷ୍ଟ ମାଥିଲି, ଡିଷ୍ଟ ମାଲକାନଗିରି, ପିନ୍କୋଡ଼୍ 764044, ଏଇଠି ଆପଣମାନେ କ'ଣ କରିପାରିବେ, ସ୍ପିଡ଼ ପୋଷ୍ଟ ଆପଣମାନେ କରିପାରିବେ। ତାପରେ ଆପଣମାନେ ସ୍ପିଡ଼ ପୋଷ୍ଟ କରିଦେଲେ 25 ତାରିଖ ରହୁଛି ତା'ର ଲାଷ୍ଟ ଡେଟ୍, 25 ତାରିଖ ପୂର୍ବରୁ ଆପଣମାନଙ୍କୁ କରିବାକୁ ପଡ଼ିବ। ତାପରେ ତା'ର ନେକ୍ସଟ ଦିନ ମାନେ
26 ତାରିଖ ଦିନ ଆପଣମାନଙ୍କର କ'ଣ ରହୁଛି ୱାକ୍ ଇନ୍ ଇଣ୍ଟରଭ୍ୟୁ ଆପଣମାନଙ୍କର ରହୁଛି 26/4/2026 ମାନେ କ'ଣ ସେଇଦିନ ଆପଣମାନଙ୍କର କ'ଣ ରହୁଛି ୱାକ୍ ଇନ୍ ଇଣ୍ଟରଭ୍ୟୁ ଆପଣମାନଙ୍କର ରହୁଛି। ତ ସେଥିପାଇଁ ସମସ୍ତେ କ'ଣ କରନ୍ତୁ ଆପ୍ଲାଏ କରିଦିଅନ୍ତୁ। ଆଉ ଯେଉଁମାନେ ବି ଜାଣିନାହାନ୍ତି ସେମାନଙ୍କୁ ମଧ୍ୟ କ'ଣ କରନ୍ତୁ ଜଣାଇ ଦିଅନ୍ତୁ। ଆଉ ମନେ ରଖନ୍ତୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲରେ ଆପଣମାନେ କ'ଣ ସବୁ ପ୍ରକାରର ଜବ୍ ଭ୍ୟାକେନ୍ସି ପାଇପାରିବେ। ଆଉ ହଁ କହିବାକୁ ଭୁଲିଗଲି ଏଇ ଯେଉଁ PDFଟା ଆପଣମାନେ କେଉଁଠୁ ପାଇପାରିବେ ନା ମୋର ଡେସ୍କ୍ରିପସନ୍ ଲିଙ୍କରେ ଆପଣମାନେ କ'ଣ କରିପାରିବେ କ୍ଲିକ୍ କଲେ ଆପଣମାନେ ପାଇପାରିବେ। ନହେଲେ ଆପଣମାନେ ଏଇ ଯେଉଁ www.malkangiri.odisha.government.in ଏହି ୱେବସାଇଟ୍କୁ ଯାଇ ମଧ୍ୟ ଆପଣମାନେ ଏହି PDFଟାକୁ ଆପଣମାନେ କ'ଣ କରିପାରିବେ ଏହି ନୋଟିଫିକେସନ୍ ଆଡ଼ଭର୍ଟାଇଜମେଣ୍ଟକୁ ଆପଣମାନେ ଡାଉନଲୋଡ଼୍ କରିପାରିବେ। ଚ୍ୟାନେଲକୁ ନିଶ୍ଚିତ ଭାବରେ କ'ଣ କରନ୍ତୁ ସବସ୍କ୍ରାଇବ୍ ରଖନ୍ତୁ ଆଗାମୀ ନୋଟିଫିକେସନ୍ ଦେଖିବା ପାଇଁ। ବହୁତ ବହୁତ ଧନ୍ୟବାଦ।